ମାଉସୀ ଆପଣ ପରିଚୟ ଦେବେ। ହଁ ତମ ନାଁ କୁହ। ମାଳତୀ ରାଉତ। କୋଉଠି ଜାଗା? କୋରକର କୂଳ। କଣ ହେଇଛି ଆଜି? ସେ ରାତି 3:30 ଠେଇଁ କେତେବେଳୁ ଆଇଛନ୍ତି ମୁଁ ଜାଣିନି। 3:30ରେ ଉଠିଲା ବେଳକୁ ଜଣେ ଛିଡା ହେଇଛି ଆମ ଡାଇନିଂ ପାଖରେ। ମୁଁ ଉଠିକିରି ଖଟ ଉପରେ ବଇଛି। କହିଲି କିଏ? ମୁଁ ଭାବିଲି ମୋ ସ୍ୱାମୀ ବୋଲେ ଝାଡା ଯାଉଛନ୍ତି। ମୁଁ କହିଲି କଣ ଝାଡା ଯାଉଛ? ଏତିକି କହିବା ସମୟରେ ସେ ପଳେଇଲା। ମୁଁ ତା ପଛେ ପଛେ ଗଲା ବେଳକୁ ସେ ପଳେଇଲେ। ମୁଁ ଦେଖିଲା ବେଳକୁ କାଗଜ ପତ୍ର ସବୁ ଛିନ ଛତର ହେଇ ପଡିଛି। ଆମ ଗଡରେଜ ଖୋଲା, ସବୁ ଗଡରେଜରୁ ଜିନିଷ ପତ୍ର କାଢି ପଦା ଯାକ ପଡିଛି ଘର ସାରା। ମୁଁ ଆସିକିରି ପୁଣି ଡାକିଲି, ସ୍ୱାମୀ ସେ ଘରେ ଶୋଇଥିଲେ। ଡାକିଲି, ମୁଁ କହିଲି ଉଠ, କଣ ଘର ଦ୍ୱାର ମେଲା ସବୁ। ସେ ତଥାପି ଉଠୁ ନଥାନ୍ତି। ତାଙ୍କୁ ସ୍ପ୍ରେ ମାରିଛନ୍ତି କି କଣ କରିଛନ୍ତି ମୁଁ କହିପାରିବିନି। ସେ ଡାକି ଡାକି ଉଠିଲେନି। ସେଇଠୁ କେତେ ଥର ଡାକିବା ଭିତରେ ଉଠିଲେ। ଉଠିକିରି ଗୋଟେ କହିଲେ ଷଣ୍ଢ ଆସିଛି କି? ମୁଁ କହିଲି ନା, ଘର ଫର ମେଲା, କିଏ ସବୁ କଳାକନା ବୁଲେଇ ନେଇଗଲେ। ନା, କଣ ଦେଖିଲା ବେଳକୁ ସବୁ ଏମିତି ପଡିଛି। ଆମ ଘର ପଛପଟେ ଆଟାଜ ଗୋଟେ, ସେ ଗଛ ମୂଳରେ ଯୋଡେ ଆଟାଜ। ସୁନା ରୂପା ଯାହା ଟଙ୍କା ଥିଲା ସବୁ ନେଇ ଯାଇଛନ୍ତି। ମୁଦି 8ଟା, ଚେନଟେ, ହାରଟେ, ମଙ୍ଗଳସୂତ୍ରଟେ ସୁନା। 15,000 ଟଙ୍କା ଗୋଟେ ମଟର ଆଣିବେ ବୋଲି ରଖିଥିଲେ। ଆଉ ଗୋଟେ ପୁଅର କୁମ୍ପିରେ ନାତିର ଥିଲା 15-20 ହଜାର, କହିପାରିବିନି। 15,000 ସେପଟେ ଅଛି। ଆଉ ତାକୁ 30,000 ଧର, ମୁଁ କହୁଛି 30,000 ଟଙ୍କା ହବ। 15,000 ରଖିଥିଲେ ମଟର ଆଣିବେ ବୋଲି, ସିଏ 15,000। 30,000 ଟଙ୍କା ସୁନା ଏତିକି ସବୁ ନେଇ ଯାଇଛନ୍ତି ଆଉ। ଆପଣ 3ଟା ବେଳେ ଉଠିଲା ବେଳକୁ ନେଇ ପଳେଇଲେଣି? ହଁ, ନାଇଁ, ଜଣିଏକୁ ଦେଖିଲି। ସିଏ କେତେବେଳୁ ଆସିଛନ୍ତି ମୁଁ କହିପାରିବିନି। ସେ ଜଣକୁ ଦେଖିଲି, ମୋ ସେ ଦେଖିବା ଭିତରେ ସେ ଟପ ଟପ ହିଁ ପଳେଇଲା ବାରିଆଡକୁ। ମୁଁ ତା ପଛେ ପଛେ ଗଲା ବେଳକୁ ସିଏ ଆଉ ନାହିଁ। ମୁଁ କିଛି ଉଠିକିରି ମୋ ଛୋଟା ଗୋଡ ଯାଇପାରୁନି। ମୁଁ ଧୀରେ ଧୀରେ ଯାଇ ଦେଖିଲା ବେଳକୁ କବାଟ ମେଲା ହେଇଛି, ଆଉ ସେ ନାହିଁ। ସେଠି ଆସି ଡାକିଲି, ଡାକିକିରି ଦେଖିଲା ବେଳକୁ ଏଇ ଆଉ। ଥାନାରେ ଏତଲା ଦେଲେଣି? ହଁ, ଇଏ ଯାଇଛନ୍ତି। ଏଠି ପିଲାମାନେ ରୁହନ୍ତିନି? ନା।